ଓଡ଼ିଆ ସାହିତ୍ୟରେ ମଧୁସୂଦନ ରାଓ ହେଉଛନ୍ତି ଭକ୍ତ କବି। ତାଙ୍କର ପ୍ରତ୍ୟେକ କବିତାରେ ଈଶ୍ୱର ଉପଲବ୍ଧି, ଈଶ୍ୱରାନୁଚିନ୍ତା ପ୍ରକାଶିତ। ଧର୍ମ ଦୃଷ୍ଟିରୁ ସେ ସାହିତ୍ୟକୁ ଦେଖନ୍ତି, ତେଣୁ ସବୁଥିରେ ସେ ଈଶ୍ୱରଙ୍କର ଉପସ୍ଥିତିକୁ ଅନୁଭବ କରନ୍ତି, ମର୍ମେ ମର୍ମେ ଭାବନ୍ତି। ତେଣୁକରି ସେ ଭକ୍ତ କବି। ଜୀବନ ଚିନ୍ତା ମଧୁସୂଦନ ରାଓଙ୍କର ଏକ ଅନନ୍ୟ, ଅନୁପମ, କାଳଜୟୀ, ଲୋକପ୍ରିୟ, ହୃଦୟ ସୃଷ୍ଟି। ଏ କବିତାଟିକୁ ମଧ୍ୟ ମୋର ବାପା ଅତୀତରେ ପଢ଼ିଥିଲେ ବୋଲି ସେ କହୁଥିଲେ। 1980 ମସିହାରେ ମୋର ମଝିଆ ବଡ଼ ଭଉଣୀ ତାଙ୍କର ଯେତେବେଳେ BA କ୍ଲାସ୍ରେ ସେ ରାଇରଙ୍ଗପୁର କଲେଜରେ ପଢ଼ୁଥିଲେ, ସେତେବେଳେ ମଧ୍ୟ ଏ କବିତାଟି ତାଙ୍କର ପାଠ୍ୟ ଅନ୍ତର୍ଗତ ଥିଲା। ଜଟଣୀରେ ଥିଲାବେଳେ ମୋର ବଡ଼ ଭଉଣୀଙ୍କର ମଧ୍ୟ ତାଙ୍କର ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରକାଶିତ କବିତାବଳୀ ବହିରେ ଏ କବିତାଟି ମଧ୍ୟ ପାଠ୍ୟାନ୍ତର୍ଗତ ଥିଲା। କିନ୍ତୁ ମୁଁ ଏ କବିତାଟିକୁ କେବେ ପଢ଼ି ନାହିଁ। କିନ୍ତୁ ଏ କବିତାଟି ଏମିତି ଖାଲି ସାଦା ଭାବରେ ପଢ଼ିଛି ଏବଂ କବିତାଟି ମୋତେ ଆନନ୍ଦିତ କରିଛି। ଏ କବିତାଟିର 2-3ଟି ପଦ 1970 ଦଶକରେ ରିଲିଜ୍ ହୋଇଥିବା ମମତା ନାମକ ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଣବ କିଶୋର ପଟ୍ଟନାୟକଙ୍କର କଣ୍ଠରେ ଏବଂ ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହା ସଙ୍ଗୀତ ରୂପରେ, ମମତା ଚଳଚ୍ଚିତ୍ରର ସଙ୍ଗୀତ ରୂପରେ ମଧ୍ୟ ଗାନ କରାଯାଇଥିଲା। ଏବଂ ବ୍ୟୋମକେଶ ତ୍ରିପାଠୀ ସିନେମାରେ ଯେତେବେଳେ ଭଜନ ରୋଲ୍ କରୁଥିଲେ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସାମ୍ନାରେ ସେ ଗୀତଟିକୁ ମଧ୍ୟ ହାତ ଯୋଡ଼ିକି ଗାଇଥିବାର ମମତା ଚଳଚ୍ଚିତ୍ରରେ ଦେଖାଯାଏ। ତେଣୁ ଜୀବନ ଚିନ୍ତା ଯେତେବେଳେ କୋର୍ସରେ ଥିଲା 1980 ମସିହାରେ ମୋର ମଝିଆ ବଡ଼ ଭଉଣୀଙ୍କର, ଯେତେବେଳେ ବୁକ୍ସ ଆଣ୍ଡ ବୁକ୍ସ ପସିବୁଲରେ ଜଣେ ସମାଲୋଚକ କହିଥିଲେ, ଜୀବନ ଚିନ୍ତା କବି ଜୀବନର ଚିନ୍ତା ନୁହେଁ, ସମଗ୍ର ମଣିଷ ଜୀବନର ଚିନ୍ତା। ପ୍ରକୃତରେ ଠିକ୍ କହିଥିଲେ ଯିଏ କହିଛନ୍ତି, ମନ୍ତବ୍ୟ ଦାନକାରୀ ବ୍ୟକ୍ତିଟି। ତେଣୁ ପ୍ରକୃତରେ ଜୀବନ ଚିନ୍ତା ଆମ ସମସ୍ତଙ୍କର ଚିନ୍ତା, କେବଳ କବିଙ୍କର ନୁହେଁ। କବି ହେଉଛନ୍ତି ଏକ ମାଧ୍ୟମ। ତେଣୁ ବ୍ୟକ୍ତି ଭିତରେ ଏକ ନୈର୍ବୈକ୍ତିକ ଚିନ୍ତାଧାରା ସାହିତ୍ୟରେ ପ୍ରକାଶିତ। କବି ନିଜର କଥା କହେ, କିନ୍ତୁ ସେଥିରେ ସବୁ ମଣିଷଙ୍କର କଥା ରହିଯାଇଥାଏ। କାରଣ କବିର ଜୀବନ ଯାହା, ସଂସାରର ଅନ୍ୟାନ୍ୟ ସବୁ ମଣିଷଙ୍କର ଜୀବନ ତାହା। କେବଳ ପରିସ୍ଥିତି, ପରିବେଶ ଯାହା ଟିକେ ପାର୍ଥକ୍ୟ ଆଣେ, ନହେଲେ ଜୀବନର ଗୋଟେ ମୌଳିକ ଅବସ୍ଥା ସର୍ବତ୍ର କବିଠାରେ ଯେମିତି, ସାଧାରଣ ମଣିଷଠାରେ ମଧ୍ୟ ସମାନ। ସେଥିପାଇଁ ଏ କବିତାଟି ଆପଣାର ମନେ ହୁଏ। ସଂସାରର କ୍ଷଣଭଙ୍ଗୁରତା, ଜୀବନର ଅନିତ୍ୟତା ହିଁ ଏ କବିତାର ବିଷୟବସ୍ତୁ। ଜୀବନ ଚିନ୍ତା ଏକ ସମ୍ବୋଧନମୂଳକ କବିତା। ଯେମିତି ମନବୋଧ ଚଉତିଶାରେ ଆତ୍ମାକୁ ସମ୍ବୋଧନ କରି ମନକୁ ଡାକିକି କବି ଭକ୍ତଚରଣ ଦାସ ଯେମିତି ମନବୋଧ ଚଉତିଶା କବିତା ଲେଖିଛନ୍ତି ଅତୀତରେ, ରୀତି ଯୁଗର ଗୀତି କବି ସିଏ, ମଥୁରା ମଙ୍ଗଳ କାବ୍ୟର ସ୍ରଷ୍ଟା। ଠିକ୍ ସେମିତି ଏଠି ମନକୁ ପ୍ରବୋଧନା ଦେଇ କବି ନିଜର ମନକୁ ବୁଝେଇକି ଏ କବିତାଟି ଲେଖିଛନ୍ତି। ମନକୁ ସମ୍ବୋଧନ କରିକି, ମନକୁ ଆଡ୍ରେସ୍ କରିକି, ମନକୁ ଡାକିକି ଏ କବିତାଟି ଲେଖିଛନ୍ତି। ମନକୁ କହୁଛନ୍ତି, ମନକୁ ବୁଝଉଛନ୍ତି, ପ୍ରବୋଧନା ଦେଉଛନ୍ତି, ସାନ୍ତ୍ୱନା ଦେଉଛନ୍ତି। ଜୀବନର କ୍ଷଣଭଙ୍ଗୁରତା, ସଂସାରର ଅନିତ୍ୟତା, ମୃତ୍ୟୁ କଥାକୁ ଭାବିକି। ତେଣୁ ଜୀବନ ଚିନ୍ତା ଏହା ଏକ ସମ୍ବୋଧନମୂଳକ କବିତା ଏବଂ ଓଡ୍ ପୋଏଟ୍ରି। ଜୀବନ ଚିନ୍ତା ଭକ୍ତ କବି ମଧୁସୂଦନ ରାଓ। ରେ ଆତ୍ମନ୍ ନିଦ୍ରା ପରିହରି ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ। କି ବେଗରେ ଯାଉଅଛି ଚାଲି ସେହି ସ୍ରୋତ ସଙ୍ଗେ ଭାସି ଜୀବନର ସୁଖରାଶି ଯାହାର ସ୍ମରଣେ ନର ଶୋକ ଶ୍ୱାସ ଢାଳି ଅତୀତକୁ ଉଦ୍ବୋଧଇ ବୃଥା ଭାଳି ଭାଳି। ସ୍ୱପ୍ନ ସମ ନିଦ୍ରା ପାରାବାରେ କ୍ଷଣକେ ହୋଇ ଲୀନ ଗର୍ବ ଦମ୍ଭ ଅଭିମାନ ସଂସାରର ଆଡ଼ମ୍ବର ବୁଦ୍ବୁଦ୍ ଆକାରେ ସକଳ ଗ୍ରାସଇ କାଳ ମୁଖ ନିର୍ବିଚାରେ।
ସେ ସିନ୍ଧୁ ତରଙ୍ଗ ମୁଖ ପ୍ରତି ଆକୃଷ୍ଟ ଅଦୃଶ୍ୟ ଭାବେ ହେଉଅଛି ସବୁ ଭବେ ମୃଦୁ ନିର୍ଝରିଣୀ ମହାବେଗା ସ୍ରୋତସ୍ୱତୀ ସୁଦୀନ ମନୁଷ୍ୟ ମହାଯଶା ମହୀପତି ଭବସିନ୍ଧୁ ମାୟା ଶୈଳମୟ ସମସ୍ତ ଛଳନା ପୂର୍ଣ୍ଣ ସେ ଶୈଳେ ସର୍ବଦା ଚୂର୍ଣ୍ଣ ହୋଇ ଆଶାର ତରି କାମନା ନିଚୟ ବିଫଳ ସତତ ଚିତ୍ତ ନୈରାଶ୍ୟ ଆଳୟ ଜଗତର ଲୋଚନ ନନ୍ଦନ ଯୁବତୀର ରକ୍ତାଧର ରମ୍ୟ ଜ୍ୟୋତି ନୟନର ସ୍ୱର୍ଣ୍ଣ ଘନସମ ବକ୍ଷ ଚାରୁ ପଦ୍ମାନନ ଇନ୍ଦ୍ରଧନୁ ଶୋଭାସମ ପଳାନ୍ତି ବହନ ଯୁବକର ତେଜ ବୀର୍ଯ୍ୟ ବଳ ପ୍ରୌଢ଼ର ଚତୁର ଜ୍ଞାନ ସୁକୌଶଳ କାର୍ଯ୍ୟମାନ କାଳର ପ୍ରଭାବେ ଦିନେ ହୋଇବ ବିଫଳ କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ ଧନ ମାନ ଯଶ ଆଦି ଯାହା ଭାଗ୍ୟଦେବୀ ପ୍ରସାଦରେ ଏଭବେ ଲଭନ୍ତି ନରେ କାଳଚକ୍ର ଆବର୍ତ୍ତନେ କି ବେଗରେ ଆହା ପଳାନ୍ତି ସେ ଅନୁସରି ନିଜ ନିଜ ରାହା ବିମୋହନ ମନ୍ମଥ ବିଳାସ ଟାଣେ ମନ ମାୟା ଯନ୍ତ୍ରେ ବୁଲାଏ କପଟ ମନ୍ତ୍ରେ କୌଶଳେ ଜନ୍ମାଇ ଚିତ୍ତେ କ୍ଷଣିକ ଉଲ୍ଲାସ ରିପୁକୂଳ ବିପ୍ଳବକୁ କରାଏ ପ୍ରକାଶ ଆତ୍ମାରାଜ୍ୟେ ସେ ଭୀମ ବିପ୍ଳବେ ଧର୍ମର ପୁଣ୍ୟ ରାଜତ୍ୱ ପ୍ରଜ୍ଞାର ମହତ ତତ୍ତ୍ୱ ହୁଏ ପରାହତ ପାପ ଗର୍ଜଇ ଭୈରବେ ପଳାୟନ କରେ ଶାନ୍ତି ସେହି ଉପଦ୍ରବେ ମୁକୁଟମଣ୍ଡିତ ରାଜଶିର ନୁହଁଇ ଶାନ୍ତି ଆସ୍ପଦ ଆଶଙ୍କା ଭୟ ବିପଦ ନିରନ୍ତର ରାଜମନ କରଇ ଅସ୍ଥିର ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର ଏ ସଂସାରେ ନାହିଁ ସୁଖ ଶାନ୍ତି ଅହଙ୍କାର ଦ୍ୱେଷ ରୋଷ ଲୋଭ ମୋହ ଅସନ୍ତୋଷ ଦୁଷ୍ଟ ରିପୁକୂଳ ଘୋର ଅନର୍ଥ ଘଟାନ୍ତି ପାପର ଭୀଷଣାବର୍ତ୍ତେ ନରେ ନିକ୍ଷେପନ୍ତି କାହିଁ ଶାନ୍ତି କାହିଁ ନିତ୍ୟ ସୁଖ ଯାହା ଲଭିବାର ଲାଗି ଅଛି ଅବିରତ ଜାଗି ଚିତ୍ତ ଗୃହେ ଆଶାଦୀପ ଉଜ୍ଜ୍ୱଳ ମୟୂଖ କାହିଁ ଗଲେ ପାଶୋରିବି ମୃତ୍ୟୁ ପାପ ଦୁଃଖ ରେ ହୃଦୟ ନ ହୁଅ କାତର ସଂସାରର ବିଡ଼ମ୍ବନା ପାପ ସନ୍ତାପ ଯାତନା ବିପଦ ଦୁର୍ଦିନତମ ଘୋର ଭୟଙ୍କର ନିରେଖି ନିରାଶା ବିଷେ ନ ହୁଅ ଜର୍ଜର ଧର ଧୈର୍ଯ୍ୟ ଘେନରେ ସାନ୍ତ୍ୱନା ଅଛି ସେହି ମହାଧନ ସେ ମହାସ୍ପର୍ଶ ରତନ ସେ ଅମୃତ ମହୌଷଧି ଯାହାର କାମନା ଆଶା ଜାଗ୍ରତ ସତତ କରେ ଉଦ୍ଦୀପନା ସ୍ଥିର ହୁଅ ରେ ଚଞ୍ଚଳ ମନ ଘେନ ମହାତତ୍ତ୍ୱ ଦୀକ୍ଷା ଜୀବନ ପରମ ଶିକ୍ଷା ତେବେରେ ଲଭିବୁ ସେହି ପ୍ରାଣାରାମ ଧନ ଆକୁଳ ହୃଦୟ କରେ ଯାର ଅନ୍ୱେଷଣ ଧୂଳିର ଏ ମର କଳେବର ଅହୋ ମାନବ ଜୀବନ କି ଅଦ୍ଭୁତ ଉଦ୍ଭାବନ ବିରାଜେ ଅମର ଆତ୍ମା ଦିବ୍ୟ ସୌନ୍ଦର୍ଯ୍ୟରେ କମଳ ଶୋଭଇ ଯଥା ପଙ୍କମୟ ସରେ ଏ ସଂସାର ଅନ୍ଧକାର ସ୍ଥାନ ଅନ୍ଧାରେ ହେଲେ ଜଡ଼ିତ ନ ହୁଅଇ ବିକଶିତ ଜୀବାତ୍ମା କୁସୁମ ଏଥି ହୁଏ ମ୍ରିୟମାଣ ହରାଇଣ ଦିବ୍ୟ ଶୋଭା ପ୍ରେମ ଭକ୍ତି ଜ୍ଞାନ ଦିବାକରେ ନିରେଖି ଗଗନେ ହର୍ଷେ ଫୁଟେ ପଦ୍ମଫୁଲ ତେସନେ ଆତ୍ମା ପ୍ରଫୁଲ୍ଲ ଅନନ୍ତ ମଙ୍ଗଳ ଆଳୟ ବିଭୁ ଦର୍ଶନେ ପୁଣ୍ୟର ତପନ ଯେହୁ ପାପର ଭୁବନେ ଯହିଁ ଦେବେ ଭୁଞ୍ଜନ୍ତି ଅମୃତ ବିଭୁ ପାଦପଦ୍ମ ପାଶେ ପୁଣ୍ୟ ଜ୍ୟୋତିର୍ମୟ ବାସେ ରୋଗ ପାପ ମୃତ୍ୟୁ ଆଦି ଯହିଁ ପରାଭୂତ ସେ ସୁଧାମ ଲାଗି ଆତ୍ମା ସଦା ପିପାସିତ ଏ ପିପାସା ନୁହଁଇ ନିବାରି ଅସାର ସଂସାର ଜଳେ ରିପୁଚୟ କୋଳାହଳେ ନୋହେ ନିର୍ବାପିତ କେଭେ ଏକା ଧର୍ମବାରି ସମୟ ଏ ମହା ଅଗ୍ନି ଅମୃତ ସଞ୍ଚାରୀ ତେବେ ଆରେ ଅସ୍ଥିର ହୃଦୟ ତ୍ୟଜି କୁତ୍ସିତ ବାସନା କର ତାଙ୍କ ଆରାଧନା ଧର୍ମରାଜ ପ୍ରଭୁ ଯେହୁ ମଙ୍ଗଳ ଆଳୟ ଅମୃତ ଜୀବନଦାତା ବ୍ରହ୍ମାଣ୍ଡ ଆଶ୍ରୟ ପରିହରି ପାପ ପ୍ରଲୋଭନ ଉଜ୍ଜ୍ୱଳ କର ବିଶ୍ୱାସ ସ୍ୱାର୍ଥ ଅହଙ୍କାର ନାଶ କରରେ ହୃଦୟାକାଶ ନିର୍ମଳ ବହନ ତେବେରେ ଲଭିବୁ ଧର୍ମରସ ଆସ୍ୱାଦନ ପ୍ରୀତିମୟ ଜୀବନ ରତନ
ଦେବେ ତୋତେ ପରମେଶ ତାଙ୍କରି ପବିତ୍ରା ଦେଶ ନିସ୍ୱାର୍ଥ ପବିତ୍ର ଚିତ୍ତେ କରରେ ସାଧନ ଜଗତର ହିତ ଅର୍ଥେ ଦିଅରେ ଜୀବନ ହେ ଈଶ୍ୱର ପତିତ ତାରଣ ପ୍ରାଣାରାମ ନିରଞ୍ଜନ ଭୟବିଘ୍ନ ବିନାଶନ ତୁମ୍ଭେ ପ୍ରଭୁ ସନ୍ତାପିତ ପ୍ରାଣର ଚନ୍ଦନ ସଂସାର ବିଷାକ୍ତ ନେତ୍ରେ ତୁମ୍ଭେ ହେ ଅଞ୍ଜନ ଆସନାଥ ଅଗତିର ଗତି ତୁମ୍ଭ ବିନା ଏ ସଂସାରେ ମରଇ ମୁଁ ହାହାକାରେ ତାର ମତେ ମହାପ୍ରଭୁ ଦେଇଣ ସୁମତି ଅନନ୍ତ ଦୟା ତୁମ୍ଭର ଅନନ୍ତ ଶକତି। ଅତି ସୁନ୍ଦର ଅତି ଚମତ୍କାର କବିତା ମଧୁସୂଦନ ଗ୍ରନ୍ଥାବଳୀରୁ ଏ କବିତାଟି ମୁଁ ପାଠ କଲି। ଛୋଟ ଛୋଟ ଅକ୍ଷରରେ ଲେଖାଯାଇଥିବାରୁ ପଢ଼ିବା ସମୟରେ କେଉଁଠି ଭ୍ରମ ପ୍ରମାଦ ରହିଯାଇଛି, ସେଥିପାଇଁ ମୁଁ ଦୁଃଖିତ। ଏ କବିତାଟି ମୋର ବଡ଼ ମଝିଆ ଭଉଣୀଙ୍କର ବଡ଼ ଭଉଣୀଙ୍କର ମଧ୍ୟ ପାଠ୍ୟାନ୍ତର୍ଗତ ଥିଲା। ଏ କବିତାଟି ଓଡ଼ିଶାର ପାଠକମାନଙ୍କୁ ଭଲ ଲାଗିଥିବାରୁ ତାକୁ ମମତା ନାମକ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଆକାରରେ ନିଆଯାଇଥିଲା ଅତୀତରେ 1970 ଦଶକରେ। ଏ ଗୀତଟି ମଧ୍ୟ ବର୍ତ୍ତମାନ ମୋବାଇଲରେ ଉପଲବ୍ଧ ଅଛି। ଶ୍ରୋତା ଚାହିଁଲେ ଶୁଣିପାରନ୍ତି। ପ୍ରଣବ କିଶୋର ପଟ୍ଟନାୟକଙ୍କର ସୁମଧୁର କଣ୍ଠସ୍ୱରରେ ମାନେ ମନ ଏକ ବିଭୁ ଚେତନାରେ ମାନେ ଭୟ ବିଜଡ଼ିତ ହୁଏ ଏବଂ ଅଶ୍ରୁ ବିଗଳିତ ହୋଇଯାଏ ହୃଦୟ ମର୍ମଶୀଳ ଶ୍ରୋତାଙ୍କର। ଜୀବନ ଚିନ୍ତା ଅର୍ଥାତ୍ ଜୀବନ ସମ୍ପର୍କରେ ଭାବନା ରେ ଆତ୍ମନ୍ ନିଦ୍ରା ପରିହରେ। ଯେମିତି ମନବୋଧ 34 ଆତ୍ମାକୁ ବୁଝେଇଛନ୍ତି କହେଇ ମନ ଆରେ ମୋବଲ କର କଳା ଶ୍ରୀମୁଖ ବାରେ ଦେଖିବା ଚାଲ କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ କି ଘେନି ଯିବୁ ତୋର ଛୁଟିଲେ ଘଟ ଖଣ୍ଡିଜେ ଖଣ୍ଡିତର ପଞ୍ଜରା କାଠି ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି ଖଟ ପଲଙ୍କେ ମନ ତେଜାଇ ସଉ ଖଳ ଦୁର୍ଗନ୍ଧ ହେବ ଏତର ଦେହୁ ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର ଚିରି ଭିତରେ ଦେଖ କିନାର ଖାର ଚର୍ମ ବେଢ଼ି ଅଛି 84 କି ଦିନେ ନ ପକାଇଲୁ ନୀଳଗିରି ବାସିଙ୍କି। ତେଣୁ ମନବୋଧ 34 ଯେମିତି ଅତି କାଳଜୟୀ ଅତି ଚମତ୍କାର ସବୁ ସମୟରେ ଚିରନ୍ତନ ସାହିତ୍ୟ ସୃଷ୍ଟି ସବୁ ସମୟରେ ସବୁ ଶ୍ରେଣୀର ପାଠକମାନଙ୍କ ପାଇଁ ତାହା ଯେମିତି ଏକ କାଳଜୟୀ ମାନେ ହୃଦୟଗ୍ରାହୀ କବିତା ଠିକ୍ ସେମିତି ଜୀବନ ଚିନ୍ତା। ଏ କବି ଜୀବନର ଚିନ୍ତା ନୁହେଁ ଆମ ସମସ୍ତଙ୍କ ଜୀବନର ଚିନ୍ତା। କାହିଁକି ଆମକୁ ସମସ୍ତଙ୍କୁ ଦିନେ ମରିବାକୁ ପଡ଼ିବ ଭଗବାନଙ୍କୁ ସାକ୍ଷାତ କରିବାକୁ ପଡ଼ିବ ଏବଂ ମୁନକିର ନକିର ନାମକ 2 ଜଣ ଦେବଦୂତଙ୍କୁ ମଧ୍ୟ ସାମ୍ନା କରିବାକୁ ପଡ଼ିବ। ସେ ନିଆଁରେ ପୋଡ଼ା ହେଇଥାଉ କିମ୍ବା ମାଟିରେ ପୋତା ହେଇଥାଉ ସମୁଦ୍ରରେ ଫୋପଡ଼ା ଯାଇଥାଉ ତାକୁ ପଶୁ ପକ୍ଷୀ ଚିରି ଫାଡ଼ିକି ଖାଇ ଦେଇଥାନ୍ତୁ ଖେଞ୍ଚି ଖାଞ୍ଚିକି ଖାଇ ଦେଇଥାନ୍ତୁ ତଥାପି ଖୋଦାଙ୍କର ଗୋଟିଏ ଡାକ କୁନ୍ ଫଏ କୁନ୍ ହୋଇଯା ହୁଅ କହିଲେ ପୁଣି ମଣିଷ ପୂର୍ବ ଭଳିଆ ଜିତା ଜାଗତା ଇନସାନ ଶରୀର ମନରେ ପୁଣି ଉଠିକି ଠିଆ ହେବ ଏବଂ ସାମ୍ନାରେ ମୁନକିର ନକିର 2 ଜଣ ଦେବଦୂତ ଫରିସ୍ତା ଥିବେ। ସେ ପଚାରିବେ କହ ତୋର ପ୍ରଭୁ କିଏ କହ ତୋର ଧର୍ମ କ'ଣ କହ ଇଏ କିଏ ଯିଏ ତମ ମଧ୍ୟକୁ ପଠାଯାଇଥିଲେ ମନ୍ ରବ୍ବୁକା ମା ଦିନୁକା ମନ୍ ରସୁଲୁକା କହ ତୋର ପ୍ରଭୁ କିଏ ନା ମୋ ପ୍ରଭୁ ଆଲ୍ଲାହ କହ ତୋର ଧର୍ମ କ'ଣ ମୋ ଧର୍ମ ହେଉଛି ଇସଲାମ। କାରଣ ଇସଲାମରୁ ସବୁ ଧର୍ମର ସୃଷ୍ଟି। ଆପଣ କୋରାନ ଦେଖନ୍ତୁ ସେଥିରେ ଅଛି ଇନ୍ନା ଦୀନ ଇନ୍ଦଲ୍ଲାହିଲ୍ ଇସଲାମ। ଆଲ୍ଲାହ କହୁଛନ୍ତି ମୋ ପାଖରେ ଇସଲାମ ହିଁ ଧର୍ମ ଏବଂ ମୁଁ ଇସଲାମ ଧର୍ମକୁ ସୃଷ୍ଟି କରିଛି ଏବଂ ଶୈତାନକୁ ପଠେଇକି ଅନ୍ୟାନ୍ୟ ବାତିଲ ବା ମିଛ ଧର୍ମକୁ ମୁଁ ସୃଷ୍ଟି କରିଛି କେବଳ ମଣିଷକୁ ଜହନ୍ନମ ବା ନର୍କଗାମୀ କରାଇବା ପାଇଁ। ଯେ ଇସଲାମ ଧର୍ମ ଗ୍ରହଣ କରିକି ମରିବ ସେ ପାପୀ ହେଇଥିଲେ ମଧ୍ୟ ପାପର ସଜା ଭୁକ୍ତାନ ପରେ ଭୋଗି ସାରିଲା ପରେ ସେ ଯଦି ତା ମନରେ ଆଲ୍ଲାହଙ୍କ ପ୍ରତି ବିଶ୍ୱାସ ଦୃଢ଼ୀଭୂତ ଥାଏ ତାହେଲେ ସେ ସ୍ୱର୍ଗଗାମୀ ହେବ ନହେଲେ ସେ ନର୍କଗାମୀ ଚିର ନର୍କଗାମୀ ହେଇଯିବ ନିଆଁରେ ଜଳୁଥିବ କାହିଁକିନା ନିଆଁରେ ପୋଡ଼ା ହେଇଛି ମାନେ ସେଇଠି ନିଆଁରେ ସବୁଦିନ ପାଇଁ ଜଳିବ। ତେଣୁ ଆପଣ ଯଦି କଥାଟି ସନ୍ଦେହ କରୁଥାନ୍ତି ତାହେଲେ ମୋବାଇଲରେ ଉପଲବ୍ଧ ଅଛି କୋରାନର 30 ଖଣ୍ଡ 30 ପାରାର 114ଟି ପାଠର ହିନ୍ଦୀ ଅନୁବାଦକୁ ମୋବାଇଲରେ ଉପଲବ୍ଧ ଅଛି। ଆପଣ ଶୁଣିପାରନ୍ତି ଗୋଟିଏ ପରେ ଗୋଟିଏ ଅଧ୍ୟାୟ ଶୁଣିପାରନ୍ତି ତେବେ କଥାର ସତ୍ୟତାକୁ ଆପଣମାନେ ଉପଲବ୍ଧି କରିପାରିବେ ନହେଲେ ଆପଣ ଉପଲବ୍ଧି କରିପାରିବେନି। ଯଦି କୋରାନକୁ ଆପଣ ଘୃଣା କରୁଥିବେ ତାହେଲେ ଖୋଦା ଆପଣଙ୍କୁ ଘୃଣା କରିବ। ତୁମେ ଉସି କା ବଦଲା ଯେଉଁ କରତେ ଥେ ତୁମକୁ ସେମିତି ତାହାରି ବଦଳ ମିଳିବ ଯାହା ତୁମେ ଦୁନିଆରେ କାମ କରୁଥିଲ। ତୁମେ କ'ଣ କରୁଛ ତୁମେ ଜାଣୁଛ ମୁଁ ମଧ୍ୟ ଜାଣୁଛି ମୁଁ ମଧ୍ୟ ଲେଖିକି ରଖୁଛି ତୁମର କର୍ତ୍ତବ୍ୟ କେରାବିନ୍ କାତେବିନ୍ ତୁମର ଦେହରେ ଅଛନ୍ତି 2 ଜଣ ଦେବଦୂତ ଆଉ
ସୁରା କାଫ୍ ପାଠ ଆପଣ ଅନୁବାଦ ଦେଖନ୍ତୁ ଜାଣିଯିବେ। ସେମାନେ ସବୁ ଲେଖିକି ରଖୁଛନ୍ତି। ଯେମିତିକା ହିନ୍ଦୁ ଧର୍ମର ଚିତ୍ରଗୁପ୍ତ, ସେମିତି ଇସଲାମ ଧର୍ମର କେରାବିନ୍ କାତେବିନ୍ 2 ଜଣ ଦେବଦୂତ, ସେମାନେ ସବୁକିଛି ଲେଖିକି ରଖୁଛନ୍ତି। ପାପ ପୁଣ୍ୟ ଭଲ ମନ୍ଦ ସବୁ କର୍ମ। ଏବଂ ମଲା ପରେ ଯେତେବେଳେ ପୁଣି ଆଖି ଖୋଲିବ, ବେଶଖା ମୁର୍ଦୋଙ୍କ ଜିଲାଏଙ୍ଗେ ଇନ୍ନା ନହିନୁ ନୁହିୟଲ ମୌତା, ୟାସିନ୍ ପାଠରେ ଅଛି କେମିତି ବଞ୍ଚେଇବି। କାଫ୍ ପାଠରେ ତାର ଉତ୍ତର ଦେଇ କହୁଛନ୍ତି, ଯେମିତିକା ଗ୍ରୀଷ୍ମ ଋତୁରେ ଫଟା ଟାଙ୍ଗରା ଭୂମି ବର୍ଷା ଜଳ ପଡ଼ିକି ଘାସ ଦୁବ ଶ୍ୟାମ ସବୁଜିମାରେ କଅଁଳି ଉଠେ ଭର୍ତ୍ତି ହେଇଯାଏ, ସେମିତି ମୋର ଗୋଟିଏ ଡାକ କୁନ୍ ଫୟକୁନ୍, ହୁଅ ହୋଇଯାରେ, ମଣିଷ ପୁଣି ପୂର୍ବ ଭଳିଆ ତିଆରି ହେଇଯିବ ଏବଂ ମୋର ମୁନକିର ନକିର ତା ସାମ୍ନାରେ ଠିଆ ହେବେ। ସେଇଠି ମାନେ ଧର୍ମକୁ କେତେ ଦୂର ଆମେ ମାନୁଛେ ଅବା ମାନୁନାହେଁ, ଅମାନ୍ୟ କରୁଛେ, ବେଖାତିରି କରୁଛେ, ଖାତିର କରୁନାହେଁ ସଂସାରର ମୋହ ମାୟାରେ। ଯେମିତିକା ଆମର ଇଏ ଯେଉଁ ମହର୍ଷି କହିଛନ୍ତି ଯେ ଯେ ଭସ୍ମୀଭୂତସ୍ୟ ଶରୀରସ୍ୟ ପୁନରାଗମନ କୃତ, ଯେ ପୋଡ଼ିକି ପାଉଁଶ ହୋଇଥିବା ଶରୀର ପୁଣି ଆଉଥରେ କ'ଣ, ଚାର୍ବାକ ମୁନି ଯେଉଁ କହିଛନ୍ତି ଯେ ପୋଡ଼ିକି ପାଉଁଶ ହୋଇଯାଇଥିବା ଶରୀର ଆଉଥରେ କ'ଣ ପୁଣି ଫେରିଆସିବ। ଏ ସିନା ମଣିଷର ଚିନ୍ତା। ତୁମେ କାହିଁକି ପୋଡ଼ିକି ପାଉଁଶ କରୁଛ କି? ସେଇଟା ତୁମର ଭୁଲ। ମାଟିରେ ତୁମକୁ କୁହାଯାଇଛି ମାଟିରେ କବର ଦେବା ପାଇଁ। କୋରାନରେ ଅଛି ମିନ୍ହା ଖଲକ୍ନାକୁମ୍ ଓଫିହା ନୁଇଦୁକୁମ୍ ଓ ମିନ୍ହା ନୁଖରିଜୁକୁମ୍ ତାରତନ୍ ଉଖରା, ଆମେ ତୁମକୁ ଜମିନରୁ ଭୂମିରୁ ହିଁ ତିଆରି କରିଛୁ ଏବଂ ସେଇଥିରେ ମୃତ୍ୟୁ ଦେଇକି କବର ଦେଇକି ନେଇଯିବୁ, ସେଥିରେ ପୁଣି ଦ୍ୱିତୀୟ ଥର ବାହାର କରିବୁ। ତୁମକୁ କିଏ କହିଲେ ନିଆଁରେ ପୋଡ଼ିଦେବା ପାଇଁ? ନିଆଁରେ ପୋଡ଼ିଦେବା ହିଁ ମଣିଷର ପ୍ରଥମ ଭୁଲ। ପୋଡ଼ିଦେଲେ ତ ଶରୀର ରହିଲାନି, ଆଉ କେଉଁଠି ପଚାରିବୁ? କିନ୍ତୁ ଏଇଟା ସିନା ମଣିଷର ଚିନ୍ତାଧାରା, ହେଲେ ଖୋଦାଙ୍କର ଚିନ୍ତାଧାରା ନାହିଁ। ତୁମେ ପୋଡ଼ିଦିଅ, ପୋତିଦିଅ, ନଷ୍ଟ ହେଇଯାଉ, ମୁଁ ତିଆରି କରିଦେବି। ଯେତେବେଳେ କିଛି ନଥିଲ ସେତେବେଳେ ମୁଁ ତୁମକୁ ତିଆରି କରିଦେଲି, ପୁଣି ତୁମେ ପୋଡ଼ିକି ନଷ୍ଟ କରିଦେଇକି ଭାବୁଛ ଯେ ମୁଁ ତୁମକୁ ତିଆରି କରିପାରିବିନି। ଏ ହେଉଛି ତୁମର ଅଜ୍ଞତା, ମୂର୍ଖତା। ତୁମେ ଆପଣମାନେ କୋରାନ୍ ପଢ଼ନ୍ତୁ, ସତ୍ୟତା ଜାଣନ୍ତୁ, ତାପରେ କଥାର ସତ୍ୟତାକୁ ଆପଣ ଉପଲବ୍ଧି କରିପାରିବେ, ନହେଲେ କରିପାରିବେ ନାହିଁ। ତେଣୁ ଜୀବନ ଚିନ୍ତା ରେ ଆତ୍ମନ୍ ନିଦ୍ରା ପରିହରି, ଆମ ସମସ୍ତଙ୍କର ଏହା ଏକ ଆଦରଣୀୟ ପଠିତ ନିତ୍ୟ ପାରାୟଣ କବିତା। ରେ ଆତ୍ମନ୍ ନିଦ୍ରା ପରିହରି, ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ। ରେ ମନ, ତୁ ନିଦ୍ରା ସଂସାରର ମୋହମାୟାର ନିଦ୍ରାକୁ ତୁ ତ୍ୟାଗ କର, ଛାଡ଼ିଦେ। ଫେଡ଼ି ଚିନ୍ତାର ଲୋଚନ, ଶିବଙ୍କର ତୃତୀୟ ନେତ୍ର ନାହିଁ, ମଣିଷର ବି ତୃତୀୟ ନେତ୍ର ଅଛି। ସେ ହେଉଛି ମଣିଷର ଜ୍ଞାନ ନେତ୍ର। ମସ୍ତିଷ୍କ ଯେଉଁ ମଥାର ମଝିରେ ଅଛି। ମନ, ମନ କି ଆଖେ ବୋଲି ଗୋଟେ ସିନେମା ଅଛି, ମନ କି ଆଖେ, ମନର ବି ଆଖି ଅଛି। ତେଣୁ ଫେଡ଼ି ଚିନ୍ତାର ଲୋଚନ, ଲୋଚନ ମାନେ ଚାହାଣି, ଆଖି। ତେଣୁ ଚିନ୍ତାର ଆଖିକୁ ଖୋଲ, ଫେଡ଼ିଦେ, ଖୋଲିଦେ। କର କର ନିରୀକ୍ଷଣ, ନିରୀକ୍ଷଣ କର, ଅନୁଧ୍ୟାନ କର, ଦେଖେ। ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି, ଜୀବନ ସ୍ରୋତ ପ୍ରତିଦିନ, ଦିନକୁ ଦିନ, ପ୍ରତିଦିନ ମୃତ୍ୟୁ ଆଡ଼କୁ, ମୃତ୍ୟୁ ଦିଗକୁ ଧାଉଁଛି। କେମିତି? ଶବ୍ଦହୀନ, ଶବ୍ଦ ନ କରିକି। ସକାଳ ରାତିରେ ଶୋଉଛି, ସକାଳକୁ ଉଠୁଛି, ମଣିଷ ତା'ର ନିତ୍ୟକର୍ମ କରୁଛି, ଯିଏ ଯାହା କରିବା କଥା ସେ କରୁଛି, କିନ୍ତୁ ଜୀବନ ଦିନକୁ ପରେ ଦିନ, ଦିନ ପରେ ଦିନ, ଦିନ ପରେ ଦିନ ଜୀବନ ଚାଲିଯାଉଛି ନିଶବ୍ଦ, ଶବ୍ଦହୀନ କରିକି, ବାଜା ନ ବଜେଇକି, ନୀରବରେ, ନିଶବ୍ଦରେ। ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ, କେଉଁ କାହାକୁ ନା ଯେତେ ଦିନ ସରିଯାଉଛି ସେତିକି ଆମେ ମୃତ୍ୟୁକୁ ନିକଟତର ହେଉଛେ, ମୃତ୍ୟୁର ନିକଟବର୍ତ୍ତୀ ହେଉଛେ। ତେଣୁ ମୃତ୍ୟୁ ସିନ୍ଧୁ, ମୃତ୍ୟୁକୁ ସମୁଦ୍ର ସହିତ କାହିଁକି ତୁଳନା କରାଗଲା? ନା ଯେମିତିକା ସବୁ ନଦୀ ସମୁଦ୍ରରେ ପଡ଼ନ୍ତି, ସବୁ ନଦୀ ସାଧାରଣତଃ ସବୁ ନଦୀ ଯେମିତି ସମୁଦ୍ରରେ ପଡ଼ନ୍ତି, ସମସ୍ତେ ସେମିତିକା ମୃତ୍ୟୁ ମୁଖରେ ପଡ଼ନ୍ତି। କିଏ କେମିତି ଉପାୟରେ ପଡ଼ୁଛି, କିଏ ଆକ୍ସିଡେଣ୍ଟରେ ପଡ଼ୁଛି, କିଏ କ୍ୟାନ୍ସରରେ ପଡ଼ୁଛି, କିଏ କିଡ଼ନୀ ଫେଲୁଅରରେ ପଡ଼ୁଛି, କିଏ ସାପ କାମୁଡ଼ାରେ ପଡ଼ୁଛି, କିଏ ପାଣିରେ ବୁଡ଼ିକି ପଡ଼ୁଛି, କିଏ ହତ୍ୟା ପାଇକି ମରୁଛି, କିଏ ଆତ୍ମହତ୍ୟା କରିକି ମରୁଛି, କିନ୍ତୁ ସମସ୍ତେ ସେ ମୃତ୍ୟୁକୁ ହିଁ ଯାଉଛନ୍ତି। ତେଣୁ ମୃତ୍ୟୁ ହେଉଛି ଗୋଟେ ସମୁଦ୍ର କବି ଦୃଷ୍ଟିରେ, ଏବଂ ସେଇ ଆମର ଜୀବନ ନଦୀ। ଜୀବନକୁ ଯଦି ନଦୀ ଆମେ ବୋଲି ତର୍କଣା କରିବା, ଭାବିବା, ତାହେଲେ ମୃତ୍ୟୁ ହେଉଛି ସେଇ ସମୁଦ୍ର। ତେଣୁ ମୃତ୍ୟୁ ସମୁଦ୍ରରେ ସମସ୍ତେ ପଡ଼ିବେ, ଜୀବନ ନଦୀଟି ମୃତ୍ୟୁ ସମୁଦ୍ରରେ ପଡ଼ିବେ। ତେଣୁ ମୃତ୍ୟୁ ହେଉଛି ଗୋଟେ ସମୁଦ୍ର ଏବଂ ସେଇଠି ସମସ୍ତେ ମରିବେ। ମାନେ ମରିବାଟା ଥୟ, ମରିବାଟା ନିଶ୍ଚିତ। ସେଥିପାଇଁ ମରିବାକୁ ଏକ ବ୍ୟାପକତା ମାନେ ଦୃଷ୍ଟିରୁ ମୁଁ ତାକୁ ଚିତ୍ରକଳ୍ପ କରାଯାଇଛି, ତାକୁ ସିମ୍ବଲ କରାଯାଇଛି, ପ୍ରତୀକ କରାଯାଇଛି ଯେ ଯେମିତିକା ନଦୀ ଯେମିତି ସମୁଦ୍ରରେ ପଡ଼େ, ସମସ୍ତେ ସେମିତିକା ମୃତ୍ୟୁ। ଜୀବନ ଯଦି ଏକ ନଦୀ ହୁଏ, ତାହେଲେ ସେଇ ଜୀବନ ନଦୀଟି ମୃତ୍ୟୁ ସମୁଦ୍ରରେ ପଡ଼ିବ। କରାଳ ମାନେ ଭୟଙ୍କର ଲହରୀ, ଯେମିତିକା ସମୁଦ୍ର ହେଉଛି ଏକ ରୁଦ୍ର ସୁନ୍ଦର ରୂପ, ସୁନ୍ଦର ସୌନ୍ଦର୍ଯ୍ୟ ବି ଅଛି ଏବଂ ଭୟଙ୍କରତା ଅଛି। ଠିକ୍ ସେମିତିକା ସେଇ ସମୁଦ୍ରରେ ଯେମିତି ଭସେଇ ନେଉଛି ଲୋକକୁ, ଅତି ଅମାନିଆ ହେଇଗଲେ, ଉଦ୍ବାସ୍ତୁ ହେଇଗଲେ, ବିଶୃଙ୍ଖଳ ହେଇଗଲେ,
ଉଚ୍ଛୃଙ୍ଖଳ ହୋଇଗଲେ ମୃତ୍ୟୁ ସମୁଦ୍ର ଭସେଇ ନେଉଛି। ସେଥିପାଇଁ ସମୁଦ୍ର ହେଉଛି ଏକ ଭୟଙ୍କର ଲହରୀ, ଘୋର ଗର୍ଜନ କରିକି ଯେମିତିକି ଆସୁଛି, ମଣିଷ ଡରି ଯାଉଛି। ପୁରୀ ସମୁଦ୍ର କୂଳ କି ଛତ୍ରପୁର ସମୁଦ୍ର କୂଳ କି ମାନେ ଏଇ ଯେଉଁ ବାଲେଶ୍ୱର ସମୁଦ୍ର କୂଳ କି ପାରାଦ୍ୱୀପର ସମୁଦ୍ର କୂଳ ମାନେ ଡରିକି ମଣିଷ ପଳେଇ ଆସୁଛି, ଢେଉ ବଢ଼େଇ ନେବ ଭସେଇ ନେବ ବୋଲି ଡରିକି ମଣିଷ ପଳେଇ ଯାଉଛି। ତେଣୁ ସମୁଦ୍ର ହେଉଛି ଏକ ରୁଦ୍ର ସୁନ୍ଦର କରାଳ ମାନେ ଭୟଙ୍କର ଲହରୀ ଖେଳିକି ସେ ଆସୁଛି ଉଚ୍ଚ ଢେଉ ଢେଉକେ। କି ବେଗରେ ଯାଉଅଛି ଚାଲି ସେହି ମାନେ ମୃତ୍ୟୁ ସିନ୍ଧୁ ଟାଇମ୍ ଆଣ୍ଡ ଟାଇଡ୍ସ ୱେଟ୍ସ ଫର୍ ନନ୍। ଆମର ଇଂରାଜୀର କଥା ଅଛି ସମୟ ସ୍ରୋତ କାହାରିକୁ ଅପେକ୍ଷା କରେ ନା। ସମୟକୁ ମଣିଷ ଧରିକି ରଖିପାରିବ ନାହିଁ, ବିଜ୍ଞାନ ତିଆରି ହେଇନାହିଁ ମଣିଷର ଯେ ସମୟକୁ କୁଣ୍ଢେଇକି ଧରେଇକି ଆଲିଙ୍ଗନ କରିକି ରଖିପାରିବ। ସମୟକୁ ମଣିଷ ଧରିକି ରଖିପାରିବନି। ସମୟ ସ୍ରୋତ ବା ଟାଇମ୍ ଆଣ୍ଡ ଟାଇଡ୍ସ ୱେଟ୍ସ ଫର୍ ନନ୍, କାହାକୁ ଅପେକ୍ଷା କରିନଥାଏ ହେଲା। ତେଣୁ ସେଇ ଯେଉଁ କି ବେଗରେ ଯାଉଅଛି ଚାଲି ସେହି ସ୍ରୋତ ସଙ୍ଗେ ବାସି ଜୀବନର ସୁଖ ରାଶି। ତେଣୁ ଜୀବନର ସୁଖ ଆମର ରାଧାନାଥ ରାୟ ତାଙ୍କର ଉର୍ବଶୀ କାବ୍ୟରେ କହିଛନ୍ତି, ସୁଖ ଆସେ ଭଳ ସରବେ ଏକାଳେ ସୁଖ ତ ଭବେ କ୍ଷଣିକ, କିଏ ନ ଜାଣଇ ସୁଖଠାରୁ ସୁଖ ଆଶାରେ ସୁଖ ଅଧିକ। ସୁଖ ଦୁଃଖ ଚିର ନୁହଁଇ ଜଗତେ ସଭିଙ୍କର ଅଛି କ୍ଷୟ, ଆଜି ଯା ବଦନ ହରସରେ ପୂର୍ଣ୍ଣ କାଲିକି ବିଷାଦମୟ। ପ୍ରଣୟ ବଲ୍ଲରୀ କାବ୍ୟରେ ଯେମିତି ଗଙ୍ଗାଧର କହିଛନ୍ତି, ଠିକ୍ ସେମିତି କି ବେଗରେ ଯାଉଅଛି ଚାଲି, ଅର୍ଥାତ୍ ସମୟ ସ୍ରୋତ ତ କାହାକୁ ଅପେକ୍ଷା କରେନି। ତେଣୁ ବହୁତ କ୍ଷିପ୍ର ଗତିରେ ଜୀବନର ସ୍ରୋତ ଚାଲି ଯାଉଛି, ନଦୀଟି ଜୀବନ ନଦୀଟି ବହି ଯାଉଛି ମୃତ୍ୟୁ ସମୁଦ୍ର ଆଡ଼କୁ। ଜୀବନର ସୁଖ ରାଶି, ସୁଖ ଦୁଃଖ ସବୁ ସରିଯାଉଛି, ସବୁ କିଛି ସରିଯାଉଛି, ଯାହାର ସ୍ମରଣେ ନର ଶୋକ ଶ୍ୱାସ ଢାଳି। ସୁଖକୁ ମଣିଷ ମିଛଟାରେ ଶୋକ ଶ୍ୱାସ ଆହା ମୋ ସୁଖ ଚାଲିଗଲା ପଳେଇଲା, ଏ କଥା ମିଛଟାରେ ବସିକି ଭାବୁଛି, କାହିଁକିନା ସମୟ ସବୁକିଛି ମାନେ ସରିଯିବ। ଖୋଦା କୋରାନରେ କହିଛନ୍ତି, ଏ ମଣିଷ ତୁମ ପାଖରେ ଯାହା ଅଛି ତାହା ସରିଯିବ, ହେଲେ ମୋ ପାଖରେ ଯାହା ଅଛି ତାହା ବଳବତ୍ତର ବଳକା ରହିବ। ତେଣୁକରି ମଣିଷର ସୁଖ ହେଉ ଦୁଃଖ ହେଉ ଯାହା ବି ହେଉ ସେ ସବୁ ଚାଲିଯିବ, ଆଉ କେବଳ ମଣିଷ ତାକୁ ମନେ ପକାଉଛି। ଦୁଃଖ ଶୋକ ଶ୍ୱାସ କାନ୍ଦିକି ବୋବେଇକି ଚିନ୍ତା କରିକି ହସିକି ମନେ ପକାଉଛି ଅତୀତକୁ ଉଦ୍ବୋଧ ହୋଇ ବୃଥା ଭାଳି ଭାଳି। ଯେଉଁଠି କୁହାଯାଇଛି ଯେ ମାନେ ଗତସ୍ୟ ଶୋଚନା ନାସ୍ତି, ଲେଟ୍ ବି ଗନ୍ ବାଏ ବି ଗନ୍, ତୁମେ କିଛି ଭାବନା ନାହିଁ, ଭାବନା ଚିନ୍ତା ନାହିଁ। ଯେମିତି ସେଇ ମଧୁସୂଦନ ରାଓ ନିର୍ବାସିତର ବିଳାପ କବିତାରେ କହିଛନ୍ତି, ବୃଥା ଭାବନା ଆଉ କରିବି ନାହିଁ, ଭାବନାରେ ଆନନ୍ଦ ମିଳଇ କାହିଁ, ଭାବନାରେ ଆନନ୍ଦ ମିଳେ ନାହିଁ। ଆମର ସଂସାର ନାମକ ଗୋଟେ ଗୀତ ଅଛି ସିନେମା, ଯେ ନକର ନକର ମନ ତିଳେ ଭାବନା, ଭାବିଲେ କି ଯିବ ଚାଲି ଶୋକ ଯାତନା। ସେଇଭଳିଆ ଆମେ ସେ ଦୁଃଖକୁ ମନେ ପକାଇଲେ କିଛି ଲାଭ ନାହିଁ, କାହିଁକିନା ସେ ସବୁକିଛି ଚାଲିଯିବ। ଅତୀତକୁ ଉଦ୍ବୋଧ ହୋଇ ବୃଥା, କାହିଁକି ଆମେ ଲେଟ୍ ବି ଗନ୍ ବାଏ ବି ଗନ୍ ଗତସ୍ୟ ଶୋଚନା ନାସ୍ତି, ଖାଲି ବୃଥା ଚିନ୍ତା କରି କରିକି ଅତୀତକୁ ମନେ ପକାଇବାର କ'ଣ ମୂଲ୍ୟହୀନ। ସ୍ୱପ୍ନ ସମ ନିଦ୍ରା ପାରାବାରେ କ୍ଷଣକେ ହୋଇ ଲୀନ, ଗର୍ବ ଦମ୍ଭ ଅଭିମାନ। ସ୍ୱପ୍ନ ସମ ନିଦ୍ରା ପାରାବାରେ, ପାରାବାର ମାନେ ସମୁଦ୍ର, ନିଦ ସମୁଦ୍ର, ଅର୍ଥାତ୍ ସମସ୍ତଙ୍କୁ ନିଦ ଲାଗୁଛି। ପଶୁ ପକ୍ଷୀ କୀଟ ପତଙ୍ଗ ଯେତିକି ପ୍ରାଣଧାରୀ ପ୍ରାଣୀ ଅଛନ୍ତି ସମସ୍ତଙ୍କୁ ନିଦ ଲାଗୁଛି, କିନ୍ତୁ ସ୍ୱପ୍ନ ଦେଖୁଛି କେବଳ ମଣିଷ ହିଁ ସ୍ୱପ୍ନ ଦେଖେ। ତେଣୁ ସ୍ୱପ୍ନ ସମ ନିଦ୍ରା ପାରାବାରେ, ଏଇ ଯେଉଁ ନିଦ ସମୁଦ୍ରରେ ଶୋଇକି ମଣିଷ ଯେମିତିକା ସ୍ୱପ୍ନ ଦେଖୁଛି, ଏବଂ ଆଶା ଭୋଁସଲେଙ୍କ ଗୀତ ଭଳିଆ କହୁଛି, ସପନା ମେରା ଟୁଟ ଗୟା ଆରେ ତୁ ନ ରହା କୁଛ न रहा, ସପନର ପଥେ ପଥେ ସନ୍ଧ୍ୟାରେ ଦିନେ ଗଲି। ଧରିତ୍ରୀ ସିନେମାର ଯେଉଁ ଗୀତ ଶ୍ୟାମଲ ମିତ୍ର ଗାଇଛନ୍ତି, ସେମିତିକା ସ୍ୱପ୍ନ ସମ ନିଦ୍ରା ପାରାବାରେ, ନିଦ ସମୁଦ୍ରରେ ସ୍ୱପ୍ନ ଭଳିଆ ସବୁକିଛି ଚାଲିଯାଉଛି। କ୍ଷଣକେ ହୋଇ ଲୀନ ଗର୍ବ ଦମ୍ଭ ଅଭିମାନ, ମଣିଷର ଯେଉଁ ଗର୍ବ ଦମ୍ଭ ଅଭିମାନ ଫୁଟାଣି ସବୁକିଛି କ୍ଷଣିକରେ ଅଳ୍ପ ସମୟରେ ଲୀନ ହୋଇଯାଉଛି, ନଷ୍ଟ ହୋଇଯାଉଛି, ମିଶିଯାଉଛି ସେ ସମୁଦ୍ରର ଜୁଆରରେ, କାଳ ସମୁଦ୍ରରେ। কাল সাগরে মরণ দোলায় যেথায় ভাঙ্গে বালুর চর, তাহারি বুকে মাটির মানুষ আশায় বান্ধে মাটির ঘর। ଯେମିତି ବଙ୍ଗଳାର ଗୋଟେ ପଦ ଅଛି, ଠିକ୍ ସେମିତିକା କ୍ଷଣକେ ହୋଇ ଲୀନ, ସବୁକିଛି ସେ ଅଳ୍ପ ସମୟରେ ଲୀନ ହୋଇଯାଉଛି, ସେଇ କାଳ ସମୁଦ୍ରରେ ମିଶିଯାଉଛି। ମଣିଷର ଗର୍ବ ଦମ୍ଭ ଅଭିମାନ, ସଂସାର ଆଡ଼ମ୍ବର ବୁଦ୍ବୁଦ ଆକାରେ, ପାଣି ଫଟକା ୱାଟର ବବୁଲ୍ସ, ଜୀବନ ପାଣି
ପାଣି ଫଟକା ବୋଲି କୁହାଯାଏ। ତେଣୁ ବୁଦ୍ବୁଦ ମାନେ ପାଣି ଫଟକା। ସଂସାରର ଆଡ଼ମ୍ବର, ଯେତିକି ଆଡ଼ମ୍ବର ପ୍ରିୟତା, ମଣିଷର ଯେଉଁ ଆଟପ, ଗର୍ବ, ଦମ୍ଭ, ଅଭିମାନ, ସୁଖ, ଖୁସି, ଆଡ଼ମ୍ବରତା ସବୁ କିଛି ନଷ୍ଟ ସେଇ କାଳର ପ୍ରଭାବରେ ସବୁକିଛି ପାଣି ଫଟକା ଭଳିଆ ମିଳେଇ ଯାଉଛି ସେଇ କାଳ ସମୁଦ୍ରରେ। ସକଳ ଗ୍ରାସୋଇ କାଳ ମୁଖ ନିର୍ବିଚାର, କୌଣସି ବିଚାର ନ କରିକି, କାଳର କୌଣସି ବିଚାର ନାହିଁ, ମଣିଷର ବିଚାର ଅଛି, ହେଲେ କାଳ ନିର୍ବିଚାର। କାହିଁକି? ସେ ଚାଲୁଛି ଅବିରାମ ଗତିରେ ଚାଲୁଛି। ସେ ସିନ୍ଧୁ ତରଙ୍ଗ ମୁଖ ପ୍ରତି ଆକୃଷ୍ଟ ଅଦୃଶ୍ୟ ଭାବେ ହେଉଅଛି ସବୁ ଭବେ। ସେ ସିନ୍ଧୁ ମାନେ ସମୁଦ୍ର, ତରଙ୍ଗ ସେ ସିନ୍ଧୁ କାଳ ସମୁଦ୍ରର ତରଙ୍ଗରେ ଆକୃଷ୍ଟ ଅଦୃଶ୍ୟ ଭାବେ। ମଣିଷ ରୂପ ଦେଖିକି, ସୌନ୍ଦର୍ଯ୍ୟ ଦେଖିକି, ପ୍ରେମ ଦେଖିକି, ସୁଖ ଦେଖିକି, ଲୋଭ କରିକି ଆକୃଷ୍ଟ ହେଉଛି, ଆକର୍ଷିତ ହେଉଛି, ଆଟ୍ରାକ୍ଟ ହେଉଛି। ପୁଣି ସବୁ ସେଇ ସଂସାରରେ ଭବେ ମାନେ ସଂସାରରେ ସବୁକିଛି ମିଶି ଯାଉଛି, ଲୀନ ହୋଇଯାଉଛି। ମୃଦୁ ନିର୍ଝରିଣୀ, ଛୋଟିଆ ଝରଣା ଏବଂ ମହାବେଗା ସ୍ରୋତସ୍ୱତୀ, ବଡ଼ ନଦୀ ହେଉ କିମ୍ବା ଶୁଖି ଯାଉଥିବା ଝରଣା ହେଉ, ଛୋଟିଆ ଝରଣା ହେଉ, ସବୁକିଛି ଯେମିତିକା ସମୁଦ୍ରରେ ମିଶି ଯାଉଛନ୍ତି, ଲୀନ ହୋଇଯାଉଛନ୍ତି। ସେମିତିକା ଏ କାଳ ସମୁଦ୍ରରେ ଦରିଦ୍ର ମନୁଷ୍ୟ, ସୁଦିନ ମାନେ ଦରିଦ୍ର ମନୁଷ୍ୟ ଏବଂ ମହାଯଶା ମହୀପତି ଏବଂ ସୁଖ ଐଶ୍ୱର୍ଯ୍ୟ ଶାସନ ଗର୍ବ ଦମ୍ଭ ରାଜା ଦେଖାଉଥିବା ବ୍ୟକ୍ତି ମଧ୍ୟ, ସେ ସମସ୍ତେ ଗରିବ ଧନୀ ସମସ୍ତେ, ରାଜା ଓ ରଙ୍କ ସମସ୍ତେ ସେ କାଳ ସମୁଦ୍ରରେ ମିଶି ଯାଉଛନ୍ତି। ଭବ ସିନ୍ଧୁ ମହାଶୈଳମୟ, ଏ ଭବ ମାନେ ସଂସାର, ସିନ୍ଧୁ ମାନେ ସମୁଦ୍ର, ସଂସାର ସମୁଦ୍ର ହେଉଛି ମାୟା ମାନେ ମୋହ ମାୟାଗ୍ରସ୍ତ ଶୈଳମୟ। ଶୈଳ ମାନେ ପର୍ବତ, ଯେମିତିକା ପର୍ବତ ଭିତରେ ଏ ଯେଉଁ ସମୁଦ୍ର ଭିତରେ ପର୍ବତ ଥାଏ ଏବଂ ଜାହାଜ ଜଣାପଡ଼ୁନଥାଏ, କିମ୍ବା ପର୍ବତ ଭିତରେ ଯେତେବେଳେ ସମୁଦ୍ର ଭିତରେ ପର୍ବତ ଅଛି, ତା ଭିତରେ ଜାହାଜ ଯେମିତିକା ପିଟିକି ଅଜଣା ବୁଡ଼ିକି ଥିବାରୁ ଜାହାଜ ପିଟିକି ଭାଙ୍ଗି ଯାଉଛି, ସମୁଦ୍ର ପାଣିରେ ପଡ଼ିଯାଉଛି, ଠିକ୍ ଏ ସଂସାର ସମୁଦ୍ର ହେଉଛି ସେମିତି ମାୟା ଶୈଳରେ ପରିପୂର୍ଣ୍ଣ, ମାୟା ମୋହଗ୍ରସ୍ତରେ ପରିପୂର୍ଣ୍ଣ ଗୋଟେ ପର୍ବତ। ସମସ୍ତ ଛଳନା ପୂର୍ଣ୍ଣ, ସମସ୍ତେ କିଛି ଗୋଟେ ଛଳନା, ଏଥିରେ କୌଣସି ପ୍ରକୃତତା ନାହିଁ, ବାସ୍ତବତା ନାହିଁ, ମାନେ ଇଏ ହେଉଛି ମିଛ ମାୟା ସଂସାର। ସେ ଶୈଳେ ସର୍ବଦା ଚୂର୍ଣ୍ଣ, ସବୁକିଛି ଗୁଣ୍ଡ ଖଣ୍ଡ ବିଖଣ୍ଡିତ ଗୁଣ୍ଡ ହୋଇଯାଉଛି। ହୁଅଇ ଆଶାର ତରି କାମନା ନିଚୟ, ମଣିଷର ଯେଉଁ ଆଶାର ତରି ଏବଂ ମନସ୍କାମନା ଏସବୁ କିଛି ଗୁଣ୍ଡ ହୋଇଯାଉଛି, ଚୂର୍ଣ୍ଣ ହୋଇଯାଉଛି। ବିଫଳ ସତତ ଚିତ୍ତ ନୈରାଶ୍ୟ ଆଳୟ, ଏବଂ ଚିତ୍ତ ହେଉଛି ମନ, ନୈରାଶ୍ୟର ଆଳୟ ଘର, ଆଳୟ ଘରରେ ମଣିଷର ମନ ଦୁଃଖିତ ହୋଇଯାଉଛି। ଦୁଃଖ ଅର୍ଥାତ୍ ଏତେ ଅଜସ୍ର ଦୁଃଖ ମଣିଷ ପାଉଛି ସୁଖ ଅପେକ୍ଷା, ତେଣୁ ସେ ଗୋଟେ ଘର ସହିତ ତାକୁ ତୁଳନା କରିଛନ୍ତି। ଜଗତର ଲୋଚନ ନନ୍ଦନ, ଯୁବତୀର ରକ୍ତାଧର ରମ୍ୟ ଜ୍ୟୋତି ନୟନର। ଜଗତର ଲୋଚନ, ଲୋଚନ ମାନେ ଆଖି, ନନ୍ଦନ, ନନ୍ଦନ ମାନେ ସୌନ୍ଦର୍ଯ୍ୟ, ଜଗତର ଆଖି ସୌନ୍ଦର୍ଯ୍ୟକୁ ଦେଖୁଛି। କ'ଣ କେଉଁ ସୌନ୍ଦର୍ଯ୍ୟ? ନା ଯୁବତୀର ରକ୍ତାଧର, ଯୁବତୀର ଗୋଲାପୀ ଓଠ, ଲିପଷ୍ଟିକ୍ ଲଗା ଓଠ ହେଉ କିମ୍ବା ଖାଲି ଗୋଲାପୀ ଓଠ ହେଉ, ଯୁବତୀକୁ ଦେଖିକି ଯୁବକ ଆକୃଷ୍ଟ ହୋଇଯାଉଛି। ରମ୍ୟ ଜ୍ୟୋତିକୁ, ତାର ସୁନ୍ଦର ଚାହାଣୀକୁ ଦେଖିକି, ଆଖିର ଚାହାଣୀ ସୁନ୍ଦର, ରମ୍ୟ ମାନେ ସୁନ୍ଦର, ଜ୍ୟୋତି ମାନେ ଚାହାଣୀ ଏବଂ ନୟନ ମାନେ ଆଖିର ଜ୍ୟୋତି, ଆଖିର ଚାହାଣୀକୁ ଦେଖିକି, ଯୁବତୀକୁ ଦେଖିକି, ତାର ସୌନ୍ଦର୍ଯ୍ୟକୁ ଦେଖିକି ମଣିଷ ମୋହିତ ହୋଇଯାଉଛି। ସ୍ୱର୍ଣ୍ଣ ଘନ ସମ ବକ୍ଷ, ସ୍ୱର୍ଣ୍ଣ ଘନ ସମ ମାନେ ସୁନେଲି, ଯେମିତିକି ଅସ୍ତଗାମୀ ସୂର୍ଯ୍ୟ କିମ୍ବା ଉଦୟଗାମୀ ସୂର୍ଯ୍ୟ ଯେ ମେଘରେ ଯେମିତି ପଡ଼ିକି ସୁନେଲି ରଙ୍ଗ ଦେଖାଯାଏ, ସେମିତି ଗୋରା ତକ୍ ତକ୍ ଶରୀରକୁ ଦେଖିକି, ଚାରୁ ପଦ୍ମାନନ, ସୁନ୍ଦର ପଦ୍ମ ମୁଖକୁ ଦେଖିକି, ଆନନ ମାନେ ମୁଖ, ପଦ୍ମ ଆନନ, ପଦ୍ମାନନ ସନ୍ଧିଯୁକ୍ତ ଶବ୍ଦ, ତାକୁ ଦେଖି ଯଦି ମଣିଷ ଖୁସି ହୋଇଯାଉଛି। ଇନ୍ଦ୍ରଧନୁ ଶୋଭା ସମ ପଳାନ୍ତି ବହନ, ବହନ ମାନେ ଶୀଘ୍ର, ଇନ୍ଦ୍ରଧନୁର ଶୋଭା ଭଳିଆ ସେ ଶୀଘ୍ର ଅର୍ଥାତ୍ ଯୌବନ ଶୀଘ୍ର ଚାଲିଯାଏ, ଯୌବନ ସରିଯାଏ, ମଣିଷ ବୁଢ଼ା ହୋଇଯାଏ, ଅସୁନ୍ଦର ହୋଇଯାଏ, କୁତ୍ସିତ ହୋଇଯାଏ, ଦେଖାଯାଏ। ଯୁବକର ତେଜ ବୀର୍ଯ୍ୟ ବଳ, ପ୍ରୌଢ଼ର ଚତୁର ଜ୍ଞାନ, ସୁକୌଶଳ କାର୍ଯ୍ୟମାନ, କାଳର ପ୍ରଭାବେ ଦିନେ ହୋଇବ ବିଫଳ, କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ। ଯୁବକର ବଳ, ବୀର୍ଯ୍ୟ, ଉତ୍ତେଜନା ମାନେ ସୁଠାମ ବଳିଷ୍ଠ ଶରୀର ସବୁକିଛି ଏବଂ ପ୍ରୌଢ଼ର ମାନେ ବୟସ୍କର ଚତୁର ଜ୍ଞାନ, ସୁକୌଶଳ କାର୍ଯ୍ୟମାନ, ଯେଉଁ ଟେକ୍ନୋଲୋଜି, ଯେଉଁ ବୈଜ୍ଞାନିକ କାର୍ଯ୍ୟମାନ, ଏ କାଳର ପ୍ରଭାବେ, ଏଇ ଯେଉଁ ସମୟର ପ୍ରଭାବରେ, ମୃତ୍ୟୁର ପ୍ରଭାବରେ ସବୁକିଛି ବିଫଳ ହୋଇଯାଏ, ମରିଗଲା ପରେ ସବୁକିଛି ବିଫଳ। କିସ ଏ ଜଗତେ କହ ସ୍ଥିର ଅଚଞ୍ଚଳ, ଏ ଜଗତରେ କିଛି ସ୍ଥିର ହୋଇକି ନାହିଁ, ଅଚଳ ହୋଇକି ନାହିଁ, ସବୁକିଛି ଅସ୍ଥିର, ଆସୁଛି ଚାଲିଯାଉଛି। ଧନ ମାନ ଯଶ ଆଦି ଯାହା ଭାଗ୍ୟଦେବୀ ପ୍ରସାଦରେ ଏ ଭବେ ଲଭନ୍ତି ନରେ,
कालचक्र आवर्तने किबेगरे आहा पलांती से अनुसरी निज निज राहा धन मान जश गौरव जहाँ किसी मनीष पाउची भाग्यदेवी प्रसाद दयारु प्रसाद माने दया प्रसाद माने कोठाघर प्रसाद माने भोग एवं प्रसाद माने दया भाग्यदेवी दयारु ए संसार रे भवे माने संसार रे लभंती लाभ करती नरे माने मनुष्य माने कालचक्र कालर जो चक्र घूर्णन कालर जो घूर्णन भितरे आवर्तन माने घूर्णन घूरिबा तारी भितरे से माने बेगरे संगे संगे पड़ाती किसी रहती ना निज निज राहा राहा माने रास्ता धरिकी से माने चली जाते विमोहन मन्मथ विलास टाणे मन माया जंत्रे भुलाए कपट मंत्रे कौशले जन्माई चित्ते क्षणिक उल्लास रिपुकूल विप्लव को कराए प्रकाश विमोहन ये जो मनर जो विलास ये हूँ मोहित हो जाऊँगी विमोहन माने विशेष भाव में मोहित हो जाऊँगी मन प्रेमग्रस्त हो जाऊँगी आसक्त हो जाऊँगी मोहरे पड़ जाऊँगी मायारे पड़ जाऊँगी टाणे माया जंत्र ताकू संसार जो माया मोहरे मनीषर मन पड़ जाऊँगी एवं ताकू कपट करिकी से छलना करी भूले नौची कौटी भगवान को चिंता बदल रे धर्म बदल रे अधार्मिकता आड़ को मोहमाया आड़ को भगवत चिंता बदल रे संसार आसक्ति आड़ को सी नहीं जाऊँगी किए मन कौशल जन्माई चित्ते क्षणिक उल्लास टेक्निक करिकी माने कौशल करिकी उपाय करिकी से क्षणिक उल्लास क्षणिक सुख पाई से मनीष मन को भुलाई नौची रिपुकूल इनस्टिंक्ट रिपु माने इनस्टिंक्ट इंद्रिय माने आखि गोटे इंद्रिय माने पाटी गोटे इंद्रिय तापरे मन गोटे इंद्रिय रिपुकूल इंद्रिय को विप्लव को कराए प्रकाश माने से मनीष दुख ही पाइब विप्लव युद्ध संघर्ष मोह माया धन मोह सौंदर्य प्रेम ये सब मोहमाया संघर्ष युद्ध सृष्टि करके शेष नष्ट कर दौर किए इंद्रिय आत्मा राज्य से भीम विप्लव से भयंकर भीम माने भयंकर विप्लव आत्मा भितर मन भितर गोटे प्रकार युद्ध बाहर हुए और गोटे युद्ध मन भितर संगठित हुए तेणु से जो विप्लव चली मनीषर भयंकर विप्लव चली धर्मर पुण्य राजत्व चली प्रज्ञार महत्व तत्व एटी धर्मर राजत्व चली बुद्धिर प्रज्ञा माने बुद्धिर महत्व तत्व बुद्धि अब माने बुद्धि निर्बुद्धि भितर द्वंद्व चली सब बेले हुए पराहत एवं से कौन पराहत होना शेष माने बुद्धि ही दुष्ट बुद्धि ही पराहत होवं गर्जयी भैरवे जितेबाला मनीष अनीति काम करुँच नीति तार विवेक ताड़ना जो देख तू भूल करुचु क्षति हम क्षतिग्रस्त ओहरी से दूरे जा पराहत परास्त हो जाऊँगी गर्जौची ता भितर गोटे नीति आदर्श विवेक गर्जुची भयंकर भाव देख तू भूल करुचु भूल करना पलि आस ना क्षति हम तोर पलायन करे शांति से ही उपद्रवे जो मनीष अशांति रोचे शांति तार से अशांतिर उपद्रव जो अत्याचार रे शांति तार पलाऊँ मुकुट मंडित राजशिर नुह शांति आस्पद मुकुट मंडित राजशिर जे शिरस्त्राण राजा मध्य शांति रोने कहीं पर राज्य ताकू किए अख्तियार करदेव तार बाह्य शत्रु अंतर शत्रु ताकू किए क्षतिग्रस्त कर तेणु राजा जे मुकुट मंडित पाई शांति अच्छी ता नुहे मुकुट मंडित राजशिर नुह शांति आस्पद से शांति रे नहीं कि सुस्थिरतार नहीं सबु बेले शत्रु जय शत्रु भय ता मन रे रहुची से भीतर शत्रु हो बा बाहर शत्रु हो आशंका भय रे रहुची विपद रे रहुची विपद ता मन को ग्रास करुची निरंतर माने सबु समय रे राजमन करई अस्थिर राजा को अशांति रे अस्थिर करिकी रखुची आज जे राजेंद्रासन काली से फकीर हैला आज जे राजेंद्रासन आज जे राजभोग करुची काली से दांडर भिकारी होउची ए संसार नहीं सुख शांति ए संसार सुख शांतिर नुहे ए संसार होची अशांतिर दुखर एवं जातनार ये होची संसार सेठी सुख खूब कम सेठी दुख बेसी तेणु ये संसार रे सुख नहीं शांति नहीं अहंकार द्वेष रोष एठी मनीष गर्व करुची अहंकार प्रकाश करुची विद्वेष भाव द्वेष माने घृणा भाव विद्वेष भाव प्रकाश करुची रोष माने रागिबा क्रोध लोभ मोह
असंतोष यही सब माने आसुरिक प्रवृत्ति रे मनुष्यर मन सब बेले घारी होउची दुष्ट रिपुकूल खराब माने इनस्टिंक्ट ताको खराब आड़ को नौछंती दुर्गति आड़ को नौछंती एवं ता जीवन रे अनर्थ घटौछंती पापर भीषणावर्ते करे नरे निक्षेपन्ते एवं पापर भीषण आवर्तरे भीषण गह्वर रे गातरे ताको फोपाड़ी दियन्ते निक्षेपन्ते माने फोपाड़ी दियन्ते नाही कहीं शांति कहीं नित्य सुख कौटी शांति अच्छी कौटी नित्य सुख अच्छी कवि निजर मन को पचार कह कौटी चिर शांति कौटी चिर सुख अच्छी कह जहाँ लभिबार लगी अच्छी अविरत जागी जहाँ को पाइबा मु सदा सचेतन होगी जागुची मोर मन चाहूँगी कौटी नित्य शांति सुख अच्छी मत कह चित्त गृहे आशा दीप उज्ज्वल महक मोर मन भितर आशार दीपटी जलुची एवं ज्योति प्रकाश होती कौ ज्योति ना भगवत चिंतार ज्योति भगवत ठारे ही प्रकृत शांति अच्छी संसार ठारे ना भगवत चिंतार ही प्रकृत शांति अच्छी से कहीं कुरान ने भी खुदा कहते बेशक अल्लाह की याद में दिलों की चैन है आत्मार विभुर स्मरण ही आत्मार शांति अच्छी तेणु से चिर शांति चिर सुख से अच्छी चित्त गृह मनर गह्वर रे मनर गभीरता गह्वर बोली आम मन को देखुनु फिल करुचु तेणु मन को गात बोली कहीं गले पाशरी भी मृत्यु पाप दुख जे मृत्यु को दुख आम कहीं मृत्यु को भय करुचु ना पाप करुचु बोली संसार मोहमाया पड़ुचु बोली भगवान को भूली जाऊँ बोली धर्म कर्म करूना बोली अधार्मिक काम करुचु बोली अविवेकी होउचु बोली जदि एसबू न करते यार विपरीत कार्य करते तेणु मृत्यु भय आमर न था तेणु मृत्यु भय जो आम दूर होउची केमिति दूर हम ना ईश्वर कर्म ईश्वर चिंतार मृत्यु भय दूर हम रे हृदय न हुआ कातर संसार विडंबना पाप संताप जातना कवि निज मन को बुझाऊँच तू व्यस्त हो ना तू अधीर हो ना तू अधैर्य हो ना संसार विडंबना जिते संसार विडंबना आसू दुख आसू माने अनीति माने विडंबना माने जोटा कि विपरीत जहाँ आम चाहूँ ताहा माने विपरीत जोटा घटे ताकू ही विडंबना कहती पाप संताप संताप माने दुख जातना माने कष्ट यही सब हूँ विडंबना जोटा कि मनीष चाहे ना मनीष चाहे सुख किंतु ये सब जो दौरान से विडंबना भाग्यर दुर्गति जहाँ को आम कहवा विपद दुर्दिनतम घोर भयंकर विपद जेते भयंकर हो जेते दुर्दिन आणु तथापि आम भगवान ठारे जदि आम मन रखा लय रखा ध्यान रखा ताहले सेठा आमर दूर हो निरेखी निराशा भी से न हुए जर्जर तू आ बेसी जर्जर हो ना तू बेसी अस्थिर हो ना चिंता करना तू भावना पड़ना से भगवान को मन पका से ही दुख देती सी ते सुख दब यही कथा कहीकि कवि बुझाऊँ प्रबोधना दौरान कनसोलेसन कर सांत्वना दौरान धर धैर्य घेन रे सांत्वना कुरान ने मध्य कहते इन्नल्लाह मा स्वाबिरीन हे मनीष जी धैर्य धरुची मुता सहित अच्छी जी धैर्य धरुची मुता सहित अच्छी तेणु रे धर धैर्य धरे एवं से तू सांत्वना पाइबू से तू माने बुझा प्रबोधना पाइबू शांति पाइबू अच्छी से ही महाधन अच्छी से ही महास्पर्श रत्न से रत्न अच्छी रे अमृत महौषधि से महौषधि महान औषध अच्छी जार कामना आशा जाग्रत सतत करे उद्दीपन से मोर आशा जाग्रत हो उद्दीपना सृष्टि हो स्थिर हुओ रे चंचल मन घेन महातत्व दीक्षा जीवर परम शिक्षा तेबेरे लभिबु से ही प्राणाराम धन आकुल हृदय करे जार अन्वेषण तेणु तेणु मन को धैर्य धर ईश्वर चिंतार लगा से महातत्व अच्छी से औषध अच्छी से परम शिक्षा श्रेष्ठ शिक्षा अच्छी से तू शांति पाइबू तेणु प्राण आराम पाइब धूलीर ये मर कलेबर ये माटीर देह माटी मिसीज कलेबर माने शरीर ये माटीर देह माटी मिसीज कहीं ना मनीष को माटी ही सृष्टि करी कुरान कहे मनीष जाने तेणु माटी सहिता निआर सृष्टि होती मनीष माटी सृष्टि होती तेणुक माटीर ये कलेबर ये शरीर हूँ माटीर अह मानव जीवन की घोर उद्भावन ये मनीषर जीवन हूँ गोटे गोटे आविष्कार भगवान गोटे श्रेष्ठ आविष्कार उद्भावन श्रेष्ठ सृष्टि विराज अमर आत्मा दिव्य सौंदर्य से जो अमर आत्मा दिव्य दिव्य माने स्वर्गीय सौंदर्य विराजित होउची कमल शोभई यथा पंकमय सरे पंकिल कादुआ पंकर जमतिका पोखरी रे पद्म फूलटी शोभा पाए ठीक सेमितिका ये पाप संसार रूपक पाप पंकरे विभु पद्म चेतना आत्मार जो चेतनायित पद्म से शोभा पाए ये संसार अंधकार स्थान ये संसार मोहमायार अंधार स्थान अंधारे हेले जड़ित न हुए विकसित जदि तुम मोहमाया
ମୋହମାୟାଗ୍ରସ୍ତ ହୋଇକି ମଣିଷ ଅନ୍ଧାର ପଥରେ ଗତି କରେ ତାହେଲେ ତାର ଆତ୍ମା ଫୁଲ କେବେ ବିକଶିତ ହେବ ନାହିଁ, ଈଶ୍ୱର ଚିନ୍ତା ଆସିବ ନାହିଁ। ଜୀବାତ୍ମା କୁସୁମ ଏଥି ହୁଏ ମ୍ରିୟମାଣ, ଏଠି ଦୟନୀୟ ମ୍ରିୟମାଣ ମାନେ ଦୟନୀୟ ହେଇକି ଏଠି ଜୀବାତ୍ମା କୁସୁମ ରହିବ। ହରାୟଣ ଦିବ୍ୟ ସଭା ପ୍ରେମ ଭକ୍ତି ଜ୍ଞାନ, ଏଠି ପ୍ରେମ ଭକ୍ତି ଜ୍ଞାନ ତା ପାଖରେ ନାହିଁ ଏବଂ ସେଠି ଈଶ୍ୱର ଚିନ୍ତା ନାହିଁ, ଈଶ୍ୱର ପ୍ରେମ ନାହିଁ, ତାହେଲେ ସାଂସାରିକ ପ୍ରେମ କଲେ ହିଁ ମଣିଷ ଦୁଃଖ ହିଁ ପାଇବ। ଯିବା କରେ ନିରେଖି ଗଗନେ ହର୍ଷେ ଫୁଟେ ପଦ୍ମଫୁଲ ତେସନେ ଆତ୍ମା ପ୍ରଫୁଲ୍ଲ। ଦିବା କରେ ସୂର୍ଯ୍ୟକୁ ଅନେଇକି ଯେମିତିକା ଗଗନ ମାନେ ଆକାଶରେ ସୂର୍ଯ୍ୟକୁ ଅନେଇକି ଯେମିତିକା ପଦ୍ମଫୁଲ ଫୁଟିକି ପ୍ରଫୁଲ୍ଲ ଖୁସି ହେଉଛି, ସେମିତିକା ମୋର ଆତ୍ମା ଈଶ୍ୱର ଚିନ୍ତାରେ ମଣିଷର ଯେଉଁ ପାପ ପଙ୍କିଳ ହୃଦୟ ମଧ୍ୟ ହୃଦୟ ପଦ୍ମଫୁଲ ସେ ଫୁଟିଯିବ। ଅନନ୍ତ ମଙ୍ଗଳାଳୟ ବିଭୁ ଦର୍ଶନ, ଏଇ ଅନନ୍ତ ମଙ୍ଗଳ ଆଳୟ, ମଙ୍ଗଳର ଆଳୟ ମାନେ ଘର, ମଙ୍ଗଳର ଘର ହେଉଛନ୍ତି ବିଭୁ ଦର୍ଶନ ଈଶ୍ୱର ଚିନ୍ତା। ପୁଣ୍ୟର ତପନ ଯେହୁ ପାପର ଭୁବନେ, ପୁଣ୍ୟର ତପନ ଭଲ କାମ କଲେ କର ଭଲା ସୋ ହୋ ଭଲା, ତେଣୁ ପୁଣ୍ୟର ତପନ ଯେହୁ ପାପର ଭୁବନ, ଏଇ ପାପର ସଂସାରରେ, ପାପର ଭୁବନ ମାନେ ସଂସାରରେ ଘର ମାନେ ସଂସାର, ଏ ସଂସାରକୁ ଗୋଟେ ଘର ସହିତ ତୁଳନା କରିଛନ୍ତି। ସେଠି ପୁଣ୍ୟର ତପନ ପୁଣ୍ୟର ସୂର୍ଯ୍ୟ ସେଠି ବିରାଜିତ ଅଛି। ଯହିଁ ଦେବେ ଭୁଞ୍ଜନ୍ତି ଅମୃତ, ଯେଉଁଠି ଦେବତା ମାନେ ଅର୍ଥାତ୍ ସ୍ୱର୍ଗ ରାଜ୍ୟରେ ଦେବତାମାନେ ଅମୃତ ଭୁଞ୍ଜନ୍ତି ଅର୍ଥାତ୍ ଅମରତ୍ୱ ପାନ କରିଛନ୍ତି, ଖାଉଛନ୍ତି। ବିଭୁ ପାଦ ପଦ୍ମ ପାଶେ, ବିଭୁଙ୍କର ପଦାର ବିନ୍ଦରେ ଜ୍ୟୋତିର୍ମୟ ବାସେ, ସେମାନେ ଜ୍ୟୋତିର ଆଲୋକ ଧରିକି ଫରିସ୍ତା ଦେବଦୂତ। ରୋଗ ପାପ ମୃତ୍ୟୁ ଆଦି ଯହିଁ ପରାଭୂତ, ସେଇଠି ସମସ୍ତ ରୋଗ ପାପ ସବୁକିଛି ସେଠି ପରାଭୂତ ମାନେ ପରାସ୍ତ ହେଇଯାଏ, ରହେ ନା। ସେ ସୁଧାର ଲାଗି ଆତ୍ମା ସଦା ପିପାସିତ, ସେଇ ଅମୃତ ସୁଧା ମାନେ ଅମୃତ ମୁଁ ପାନ କରିବା ପାଇଁ, ମୋ ଆତ୍ମା ପାନ କରିବା ପାଇଁ ଚାହୁଁଛି। ଏ ପିପାସା ନୁହଁଇ ନିବାରି, ଯେଉଁ ପର୍ଯ୍ୟନ୍ତ ସଂସାରର ମୋହମାୟା ଥିବ ଏଇ ଯେଉଁ ପିପାସା ସେ ସ୍ୱର୍ଗୀୟ ଅମୃତର ଯେଉଁ ପାନ କରିବା ନିବାରଣ ହେଇପାରିବ ନାହିଁ, ମାନେ ତାକୁ ପରିତୃପ୍ତ ହେଇପାରିବନି, ତୃପ୍ତ ହେଇପାରିବନି। ଅସାର ସଂସାର ଜଳେ ରିପୁ କୂଳ କୋଳାହଳେ, ଏ ସଂସାର ହେଉଛି ଅସାର ମାନେ ବେକାର ବୃଥା, କାହିଁକି ମଣିଷ ମରିଯିବ, ମଣିଷ ଅମର ନୁହେଁ, ତେଣୁ ସେ ପାପ କରୁଛି ଏ ସଂସାରର ଆକର୍ଷଣରେ ଲୋଭ ମାୟା ମୋହଗ୍ରସ୍ତ ହେଇକି, ତେଣୁ ସେଥିପାଇଁ ଏ ସଂସାର ହେଉଛି ବୃଥା। ରିପୁ କୂଳ କୋଳାହଳେ, ମଣିଷର ଯେଉଁ ଇନ୍ଦ୍ରିୟ ତାକୁ ଏଇ ଯେଉଁ କୋଳାହଳରେ କରିକି ତାକୁ ଘନ ଘୋର ଇଏରେ ପକେଇକି ମାୟା ଆବର୍ତ୍ତରେ ପକେଇକି ନିର୍ବାପିତ କେବେ ବି ହେବ ନାହିଁ। ଯେଉଁ ପର୍ଯ୍ୟନ୍ତ ଈଶ୍ୱର ଚିନ୍ତା ନାହିଁ ମଣିଷ ମନର ଦୁଃଖ କଦାପି ବୁଝିବ ନାହିଁ। ଏକା ଧର୍ମ ବାରି, ଯେଉଁ ଯେତେବେଳେ ନିଆଁକୁ ଯେମିତିକା ପାଣି ବୁଝେଇ ଦିଏ, ସେମିତି ଧର୍ମ ବାରି ଧର୍ମ ଜଳ ହିଁ ମଣିଷର ଯେଉଁ ମାନେ କାମନାର ନିଆଁକୁ ସେ ବୁଝେଇ ଦେବ ହେଲା। ଧର୍ମବାରୀ ସମୟ ବୁଝାଏ ଏ ମହା ଅଗ୍ନି ଅମୃତ ସଞ୍ଚାରେ, ତାଙ୍କର ଭଗବାନଙ୍କର ଚିନ୍ତାର ଏ ଅମୃତ ସଞ୍ଚାରୀ ହେଇଯିବ। ତେବେ ଆରେ ଅସ୍ଥିର ହୃଦୟ ତେଜି କୁତ୍ସିତ ବାସନା କର ତାଙ୍କ ଆରାଧନା, ମନର ଯେଉଁ ବିକାରଗ୍ରସ୍ତ କୁତ୍ସିତ ଖରାପ ଚିନ୍ତାକୁ ତ୍ୟାଗ କରି ସେ ଭଗବାନଙ୍କୁ ପୂଜା କଲେ, ଧର୍ମରାଜ ପ୍ରଭୁ ଯେହୁ ମଙ୍ଗଳ ଆଳୟ, ସେ ମଙ୍ଗଳ ଆଳୟ ଯେ ମଙ୍ଗଳମୟ ଭଗବାନ ତୋର ସବୁକିଛି ଦୁଃଖକୁ ଦୂର କରିବେ ଏବଂ ଅମୃତ ଜୀବନ ଦାତା ତୋତେ ଅମର ଜୀବନ ଦେବେ, ଅର୍ଥାତ୍ ସ୍ୱର୍ଗ ସୁଖ ଦେବେ। ବ୍ରହ୍ମାଣ୍ଡ ଆଶ୍ରୟ, ଯିଏକି ବ୍ରହ୍ମାଣ୍ଡର ଆଶ୍ରୟଦାତା ପାଳନହାର ଭଗବାନ। ପରିହରି ପାପ ପ୍ରଲୋଭନ, ସବୁ ପାପ ପ୍ରଲୋଭନକୁ ତୁ ପରିହାର କର, ତ୍ୟାଗ କର। ଉଜ୍ଜ୍ୱଳ କର ବିଶ୍ୱାସ ସ୍ୱାର୍ଥ ଅହଙ୍କାର ନାଶ, ତ ମନର ସ୍ୱାର୍ଥ ଗର୍ବ ଅହଙ୍କାରକୁ ନାଶ କରିଦେ। ହୃଦୟ ଆକାଶକୁ ନିର୍ମଳ କର, ହୃଦୟ ଆକାଶକୁ ନିର୍ମଳ କରିଦେଲେ ତୁ ଶୀଘ୍ର ସେଠି ଭଗବାନଙ୍କର ଆଶୀର୍ବାଦ ପାଇବୁ। ପ୍ରୀତିମୟ ଜୀବନ ରତନ ଦେବେ ତୋତେ ପରମେଶ ତାଙ୍କରି ପବିତ୍ର ଆଦେଶ, ପ୍ରୀତିମୟ ଜୀବନ ରତନ ତୋତେ ପରମେଶ ମାନେ ଭଗବାନ ଦେବେ, ତାଙ୍କର ପବିତ୍ର ଆଦେଶ ଯେଉଁଟାକି ପୁରାଣ ଗ୍ରନ୍ଥରେ କହିଛନ୍ତି, ଉପଦେଶରେ କହିଛନ୍ତି, ପ୍ରବଚନ ଛଳରେ କହିଛନ୍ତି, ସେ କଥା ସେ ତୁମକୁ ଦେବେ। ନିଃସ୍ୱାର୍ଥ ପବିତ୍ର ଚିତ୍ତେ କର ସେ ସାଧନ, ତୁମେ ନିଃସ୍ୱାର୍ଥପର ହେଇକି ତାଙ୍କର ସେବା କର, ଭଗବାନ ଈଶ୍ୱର ଆରାଧନା କର। ଯେଉଁଥିପାଇଁ ସେ କହିଛନ୍ତି ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ, କେଜାଣେ କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ। ତେଣୁ ଜଗତର ଉପକାର କର, ଜଗତର ଉପକାର କଲେ ତୋର ଜୀବନ ଶାନ୍ତିମୟ ହେବ। ହେ ଈଶ୍ୱର ପତିତ ତାରଣ, ହେ ଈଶ୍ୱର ଅର୍ଥାତ୍ ହେ ଭଗବାନ ତୁମେ ପାପୀକୁ ତାରଣ କର, ରକ୍ଷା କର। ପ୍ରାଣାରାମ ନିରଞ୍ଜନ, ତୁମେ ହେଉଛ ପ୍ରାଣର ଆରାମ, ମନର ଶାନ୍ତି। ତୁମେ ନିରଞ୍ଜନ ମାନେ ଭଗବାନଙ୍କର ଅନ୍ୟ ନାଁ। ହେ ଭଗବାନ ତୁମେ ହେଉଛ ମନର ଶାନ୍ତି। ଭୟ ବିଘ୍ନ ବିନାଶନ, ତୁମେ ମନୁଷ୍ୟର ହୃଦୟରୁ
भय को दूर करदौच तार दुख को दूर करदौच विनाश कर नष्ट करदौच तुम्हें प्रभु संतापित प्राणर चंदन जमीक चंदन गरम समय मनीष चंदन लेपन कले देह को ठंडा लगे तुम्हें हूँ से भाया अशांतिमय दुखमय हृदयर तुम्हें हूँ माने दुखमय उतापर तुम्हें हूँ प्राणर चंदन अर्थात तुमको मन पकड़े आत्मा शांति पाए संसार विषाक्त नेत्र तुम्हें अंजन ए संसार जो विषमय आखिरे तुम्हें हूँ अंजन माने सुरमा अंजन जहाँकि लगेले आखिरे ज्योति बढ़े आखि तेजियान हुए तुम से ही भाया अंजन आसनाथ अगतिर गति तुम्हें अगतिर गति धारक अर्थात जो मनीष जो माने भूल बाटर चली जाऊँगी लक्ष्य भ्रष्ट हो जाऊँगी लक्ष्यहीन हो जाऊँगी से ही समय तुमको मन पकईदे तुम लक्ष्यमय करदौच तुम गति दौच बाट देखाऊच तुम बिना ए संसार मरई मु हाहाकार तुमको न पाई ए संसार हाहाकार मु मरी जाऊँ मु चित्कार करके डाकुची कुआड़े गल प्रभु कुआड़े गल भगवान मोर तुम मत आस मत मन सब मो साथी रहिले मु संसार मोह माया मोह मद माश्चर्य पाप कर्म मु दूरे रही तार मत तुम मत रक्षा कर तुम मोर महाप्रभु मत तुम सद्गति दब सद्बुद्धि दब अनंत तुमर दयार तुलना ना तुमर दया हूँ अनंत विशाल अनंत तुम शक्ति तुम शक्ति मध्य अनंत अटे तुम शक्ति मध्य अनंत अटे तेणु सुंदर कविता ये कविताटी एवं पाठ्यक्रम रहूना तेणु बड़े दुख लगे किंतु रहिबा कथा कारण मनीष को जीवन सचेतन मृत्यु सचेतन पाप सचेतन करिवो तेणु ये कविताटी को पुनर्बार कोर्स रे रखिया कथा एबर पिला माने को जानिबा पई कारण जीवन कौ समय रे चली जीव तो ठीक ठिकाना नहीं तेणुक कविताटी आउ थे प्रचलित हवा दरकार।